नमो भगवते वासुदेवाय। चतुर्दश अध्याय गुणत्रय विभाग जोग। श्री भगवान उवाच सर्वज्ञानर जे प्रधान जे ज्ञाने परमात्मा ध्यान समस्त मुनि जानी ताहा सिद्धि लभन्ति मुहि ताहा विशिष्ट आदि मुनि माने तत्व पाइले जेउ ज्ञाने सेहि उत्तम ज्ञान तत्व कहिबी शुण वीर पार्थ ए ज्ञान आश्रा जे करई मोहर स्वरूप से पाई अष्ट ऐश्वर्यता निकटे सेवक प्राय नित्य खटे सृष्टि आद्यरे नुहे जात प्रलये न हुए व्यथित जन्म मरण कष्ट मान ताकु न करई स्पर्शन मजनी महत् ब्रह्मटे गर्भधारणे से प्रकटे मोर विशाल माया पार्थ ढांकी रखिछि ए जगत जगत सृष्टिर निमित्त प्रकृति ठारे दिए सत। श्री भगवान कहिले हे अर्जुन जे ज्ञान सर्वज्ञानरु प्रधान जे ज्ञान रे परमात्मा को ध्यान करती ओ वशिष्ठादि मुनि माने जे ज्ञान बल रे तत्व पाइले सही उत्तम ज्ञान कहूची शुण। जे ज्ञान को आश्रा करे अष्ट ऐश्वर्य ता पाखरे तुच्छ सृष्टि आद्य जन्म हुए नाही कि प्रलय रे लीन हुए नाही ओ जन्म मरण कष्ट ताकू छुए नाही मोर ब्रह्म आदि जे प्रकृति मो माया रे से प्रकृति ठारू सर्वप्राणी ओ भूत जात हुअन्ति बीज स्वरूपे ताहा मुहि प्रकृति क्षेत्र रे रोपई तहिरु एहि सर्वभूत अक्लेशे हुअन्ति संभूत आहे कौन्तेय शुण तुहि मनुष्य आदि जोनि सेहि स्वरूप तहिरु जन्मई महत ब्रह्मता माता होई मु बीज दाता जेणु तार जनक नाम अटे मोर सतर जतम त्रिगुण प्रकृति ठारू ए जन्म जे धर्म प्राण साधु धीर सेहि ए प्रकृतिर पर त्रिगुण बसरे रखन्ति सत्य भाव को से धरन्ति एहि त्रिगुणक मध्यरे निर्मल भावे सत धरे तेणु ए प्रकाश कहई शांति गुण को धरि थाई एणु ए जीव को नैण सुख संगे करे मिलन ए सत गुणवाद शून्य तेणु ताहार सुख जान तापरे ज्ञान संगे निये आहे अनघया निश्चय
ଯେ ଦ୍ରବ୍ୟେ ଆଗ୍ରହ ଜନ୍ମଇ। ତୃଷା ତାହାର ନାମ ହୋଇ। ଯେବେ ଦ୍ରବ୍ୟରେ ଲୋଭ ହୁଏ, ତାହାକୁ ଆସକ୍ତି ଯେ ହୁଏ। ମନୁଷ୍ୟାଦି ସ୍ୱରୂପ ତହିଁରେ ଜନ୍ମେ। ସେହି ମହତ୍ ବ୍ରହ୍ମ ମାତା ଓ କ୍ଷେତ୍ର। ମୁଁ ବୀଜଦାତା ହେତୁ ପିତା ଅଟେ। ସତ୍ତ୍ୱ ରଜ ତମ ଏ ପ୍ରକୃତିଠାରୁ ଜାତ। ଯେ ସାଧେ ସେ ପ୍ରକୃତିକୁ ଅତିକ୍ରମ କରି ସତ୍ତ୍ୱଗୁଣକୁ ଧରନ୍ତି। ଏହି ତ୍ରିଗୁଣ ମଧ୍ୟରେ ସତ୍ତ୍ୱଗୁଣ ନିର୍ମଳ ଓ ଶ୍ରେଷ୍ଠ ଅଟେ। ଏହି ସତ୍ତ୍ୱଗୁଣ ବାଦଶୂନ୍ୟ ଓ ଶାନ୍ତିପ୍ରିୟ, ସର୍ବଦା ଆନନ୍ଦ, ସୁଖ ଓ ସ୍ୱଚ୍ଛ ଜ୍ଞାନ ଦିଏ। ତୃଷା ଓ ଆସକ୍ତି ଏ ଦୁହେଁ ରଜଗୁଣରୁ ଜାତ। ଅପ୍ରାପ୍ତ ଦ୍ରବ୍ୟ ପାଇବା ଓ ପ୍ରାପ୍ତ ଦ୍ରବ୍ୟ ସାଇଥିବା ଦ୍ୱାରା କର୍ମବନ୍ଧନରେ ପଡ଼ି ମୋହିତ ହୁଅନ୍ତି। ତୃଷ୍ଣା ଆସକ୍ତି ବେ ନିଗୁଣ, ରସାତ୍ମକ ରଜରୁ ଜନ୍ମ। ଅପ୍ରାପ୍ତ ଦ୍ରବ୍ୟ ପ୍ରାପ୍ତ ପାଇ, ପ୍ରାପ୍ତ ଦ୍ରବ୍ୟର ରକ୍ଷା ପାଇଁ। ଅଜ୍ଞାନୀମାନଙ୍କୁ ଚଳାନ୍ତି, କର୍ମର ବନ୍ଧନେ ପଡ଼ନ୍ତି। ଆହେ ଅର୍ଜୁନ ଏ ପ୍ରକାରେ, ଜୀବ ପଡ଼ଇ କର୍ମ ବନ୍ଧନରେ। ପ୍ରଧାନ ଶକ୍ତି ପ୍ରକୃତିର, ତମ ଅଟଇ ମାୟା ଘୋର। ଅଜ୍ଞାନ ଭାବ କରେ ଜାତ, ହିଂସା ଦେଶକୁ ସେ ଆଣେ ତ। ସମସ୍ତ ପ୍ରାଣୀମାନଙ୍କର, ମୋହ ଜନ୍ମାଏ ସେ ନିକର। ନିଦ୍ରା ଆଳସ୍ୟ ପ୍ରମାଦରେ, ଜୀବକୁ ବନ୍ଧନ ସେ କରେ। ସତ୍ତ୍ୱଗୁଣ ଯେ ଧରେ ପ୍ରାଣୀ, ଆତ୍ମା ସୁଖ ସେ ଭୋଗେ ଜ୍ଞାନୀ। ରଜଗୁଣର ଆଶ୍ରୟରେ, ଜ୍ଞାନେ ପ୍ରବୃତ୍ତି ହୁଏ ତାରେ। ତମ ଗୁଣକୁ ଆଶ୍ରା କରେ, ଜ୍ଞାନକୁ ଢାଙ୍କଇ ସେ ଭଲେ। ଜୀବକୁ ପ୍ରମାଦ ଆଳସ୍ୟେ, ବନ୍ଧନ କରଇ ଅକ୍ଳେଶେ। ଯେବେ ବା ପ୍ରାରବ୍ଧ ବଶରେ, ସତ୍ତ୍ୱଗୁଣକୁ ଜୀବ ଧରେ। ତମଗୁଣ ପ୍ରକୃତିର ପ୍ରଧାନ ଶକ୍ତି। ଏଥିରୁ ଅଜ୍ଞାନ ଦେଶ, ହିଂସା ଜାତ ହୋଇ ଜୀବକୁ ନାନାଦି ପ୍ରମାଦରେ ଅର୍ଥାତ୍ କାମନା, ଆତ୍ମାଭିମାନ, ଲୋଭ ହେତୁ ସଂସାର ବନ୍ଧନରେ ପଡ଼େ। ଯେ ସତ୍ତ୍ୱଗୁଣ ଧରେ ସେ ସୁଖ ଭୋଗ କରେ। ରଜଗୁଣ ଆଶ୍ରୟ କଲେ ଜ୍ଞାନରେ ପ୍ରବୃତ୍ତ ହୁଏ। ତମଗୁଣକୁ ଆଶ୍ରୟ କଲେ ଜ୍ଞାନ ଏକବାରେ ଲୋପ ହୁଏ। ଯେବେ କର୍ମବଶରେ ସତ୍ତ୍ୱଗୁଣକୁ ଧରେ, ସତ୍ତ୍ୱଗୁଣ ବୁଦ୍ଧି ହେଲେ ରଜତମ ରହେ ନାହିଁ। ଯେବେ ରଜଗୁଣ ଜାତ ହୁଏ, ସେ ନାନାଦି କର୍ମ କରେ। ଯେବେ ତମଗୁଣ ବଢ଼ିବ, ତେବେ ସତ୍ତ୍ୱ ଓ ରଜନିଦ୍ରା ଆଳସ୍ୟ ମୋହ ଦ୍ୱାରା ଢାଙ୍କି ହୋଇଯିବ। ବର୍ଦ୍ଧିତ ହେଲେ ସତ୍ତ୍ୱଗୁଣ, ରଜତମକୁ ଢାଙ୍କେ ଜାଣ। ଯେବେ ତା ରଜ ଜାତ ହୋଇ, ନାନାବିଧ କର୍ମ କରଇ। ସତ୍ତ୍ୱତମକୁ ଆଚ୍ଛାଦଇ, ନିଜ ବଳକୁ ସେ ଦେଖାଇ। ଯେବେ ବଢ଼ିବ ତମଗୁଣ, ସତ୍ତ୍ୱ ଆଳସ୍ୟ ପ୍ରମାଦେଣ। ସତ୍ତ୍ୱ ରଜକୁ ଆଚ୍ଛାଦଇ, ନିଜର ବଳ ପ୍ରକାଶଇ। ଏ ଦେହେ ଇନ୍ଦ୍ରିୟ ଯେ ଦ୍ୱାର, ସେମାନେ ଆପଣା କାର୍ଯ୍ୟର। ଜ୍ଞାନ ଲଭିବା ନିମିତ୍ତରେ, କାର୍ଯ୍ୟ କରନ୍ତି ବିଧାନରେ। ସେ କାଳେ ଜାଣ ହେ ଅର୍ଜୁନ, ସତ୍ଜ୍ଞାନୀ ହୋଏ ଯେ ଜନମ। ଆହେ ଭରତ ଶୁଣ ତୁହି, ଯେବେ ରଜଗୁଣ ବଢ଼ଇ। ଲୋଭ ପ୍ରକୃତି କାମୋଦ୍ୟମ, ଅଶାନ୍ତି ସ୍ନେହ ହୁଏ ଜନ୍ମ। ହେ କୁରୁ ନନ୍ଦନ ତୁ ଶୁଣ, ଯେବେ ବଢ଼ଇ ତମଗୁଣ। ବିବେକ ବୁଦ୍ଧି ନାଶ ଯାଇ, ପ୍ରମାଦ ମୋହାଦି ଜନ୍ମଇ। ସଦ୍ଗୁଣ ବୁଦ୍ଧି କାଳରେ, ଯେବେ ତା ଦେହ ତ୍ୟାଗ କରେ। ତେବେ ଉତ୍ତମ ବିଦୁଙ୍କର, ସ୍ନାନକୁ ଲଭେ ସେହି ନର। ହିରଣ୍ୟଗର୍ଭ ଦେହ ଯେହି, ଉତ୍ତମ ବୋଲାନ୍ତିଟି ସେହି।
ତାହାଙ୍କୁ ସେମାନେ ଭାବନ୍ତି ଦେହାନ୍ତେ ତ ହିଁ ସୁଖ ପାନ୍ତି। ଯେ କାଳେ ବଢ଼େ ରଜଗୁଣ ମଲେ ସେ ବେଳେ ଦେହି ଜାଣ। କର୍ମର ସଙ୍ଗ ରଜଗୁଣ ସେହି ଯୋନିରେ ହୁଏ ଜନ୍ମ। ଏ ଶରୀରରେ ଯେତେ ଇନ୍ଦ୍ରିୟ ଅଛନ୍ତି ସେମାନେ ସଦ୍ଗୁଣ ଲଭିବାକୁ କାର୍ଯ୍ୟ କରନ୍ତି। ଯେବେ ରଜଗୁଣ ବଢ଼େ ତେବେ ଲୋଭ, କର୍ମୋଦ୍ୟୋଗ, ଆସକ୍ତି ଓ ସ୍ନେହ ଜନ୍ମ ହୁଏ। ତମ ଗୁଣ ବଢ଼ିଲେ ବିବେକ ବୁଦ୍ଧି ନାଶ ଯାଏ, ମୋହ ପ୍ରମାଦ ଜନ୍ମ ହୁଏ। ସଦ୍ଗୁଣ ବୁଦ୍ଧି ବେଳେ ଦେହ ତ୍ୟାଗ ହେଲେ ସେ ଉତ୍ତମ ସ୍ନାନ ଅଥବା ହିରଣ୍ୟଗର୍ଭ ପ୍ରାପ୍ତ ହୁଏ। ରଜର ଲକ୍ଷଣ ଏମନ୍ତ ଜୀବକୁ କରେ କର୍ମାସକ୍ତ। ସତ୍କର୍ମେ ମତି ଯାର ଥାଇ ଉତ୍ତମ ଯୋନି ସେ ଲଭଇ। ଅସତ କର୍ମରେ ଥିଲେ ମନ ଲଭଇ ମନ୍ଦ ଯୋନି ଜାଣ। ଯେ କାଳେ ତମ ବୃଦ୍ଧି ହୁଏ ସେ କାଳେ ଯେବେ ଜୀବ ଯାଏ। ପଶୁ ପକ୍ଷୀ ପତଙ୍ଗ ବୃକ୍ଷ ଯୋନି ସେ ଲଭଇ ପ୍ରତ୍ୟକ୍ଷ। ସାତ୍ୱିକ ରାଜସ ତାମସ ଏହାଙ୍କ କର୍ମର ବିଶେଷ। ସାତ୍ୱିକ କର୍ମ ଫଳ ସୁଖ, ରାଜସ କର୍ମ ଫଳ ଦୁଃଖ। ତାମସରେ ଯେ କର୍ମ ଫଳ ଅଜ୍ଞାନୀ ହୁଅନ୍ତି ସକଳ। ସାତ୍ୱିକ ସତ୍ୟ ପଥେ ଚଳେ ନିମିଳ ସୁଖ ଶାନ୍ତି ମିଳେ। ରାଜସ ପାପର ମିଶ୍ରିତ ଅଳ୍ପ ସୁଖ ଦୁଃଖ ଅଧିକ। ତାମସେ ଅଜ୍ଞାନ ବଢ଼ଇ କେବଳ ଦୁଃଖ ଭୋଗେ ସେହି। ସତ୍ୟରୁ ଜ୍ଞାନ ଜନମଇ ନିର୍ମଳ ସୁଖ ଶାନ୍ତି ପାଇ। ରଜରୁ ଲୋଭ ଜାତ ହୋଇ ବଢ଼ିଣ ଦୁଃଖ ସେ ଦିଅଇ। ପ୍ରମାଦ ମୋହ ମିଥ୍ୟା ଜ୍ଞାନ ତମରୁ ଜନ୍ମନ୍ତି ଏମାନ। ଭବ ବନ୍ଧନେ ପଡ଼ି ରହେ ଜନ୍ମ ମରଣ ସହୁଥାଏ। ରଜଗୁଣ ବଢ଼ିବା ବେଳେ ଦେହି ମଲେ କର୍ମଭୂମିକୁ ଆସି ନାନାଦି କ୍ଲେଶ ଲାଭ କରେ ଓ ତମଗୁଣ ବଢ଼ିବା ବେଳେ ମଲେ ପଶୁପକ୍ଷୀ କୀଟାଦି ଯୋନିରେ ଜନ୍ମ ଲାଭ କରେ। ସାତ୍ୱିକ, ରାଜସ, ତାମସ ଏହାଙ୍କର କର୍ମର ଫଳାଫଳ। ଏହି ତାମସ କର୍ମରେ ସମସ୍ତେ ଅଜ୍ଞାନୀ ହୁଅନ୍ତି। ସତ୍ୱଗୁଣରୁ ଜ୍ଞାନ ଜନ୍ମ ହୋଇ ନିର୍ମଳ ସୁଖ ଶାନ୍ତି ମିଳେ। ରଜଗୁଣରୁ ଲୋଭ ଜାତ ହୋଇ ତାହା ବଡ଼ ଦୁଃଖ ଦିଏ। ତମରୁ ମିଥ୍ୟା ପ୍ରମାଦ ଜାତ ହୋଇ ନାନାଦି ଅସତ୍ କର୍ମ ଜନ୍ମ ମରଣ କଷ୍ଟ ଭୋଗୁଥାଏ ଓ କୀଟାଦି ନାନା ଯୋନିରେ ଜନ୍ମ ହୋଇଥାଏ। ସତ୍ଗୁଣରେ ଯେ ଗମନ୍ତି ଊର୍ଦ୍ଧ୍ୱକୁ ଗତି ସେ କରନ୍ତି। ରାଜସ ମଧ୍ୟସ୍ଥଳେ ରହେ ତାମସ ଅଧୋଗତି ପାଏ। ଊର୍ଦ୍ଧ୍ୱ ସ୍ୱର୍ଗାଦି ବ୍ରହ୍ମଲୋକ ମଧ୍ୟ ପୃଥିବୀ ମନେ ରଖ। ଅଧ ପାତାଳ ସପ୍ତପୁର ଆବର ଶୁଣ ପାର୍ଥ ବୀର। ସେବେଳେ ଦ୍ରଷ୍ଟା କରେ ଜ୍ଞାନ ଗୁଣ ବ୍ୟତୀତ ନାହିଁ ଆନ। କେ ପୁଣି କର୍ତ୍ତା ପଣେ ଥାନ୍ତି ଆତ୍ମା ତ ନିର୍ଗୁଣ ଅଟନ୍ତି। ବିବେକ ବୁଦ୍ଧି ପ୍ରଭାବରେ ଜୀବ ଯା ଭାବେ ସେ କାଳରେ। ସେତେବେଳେ ତାର ବୁଦ୍ଧି ଜ୍ଞାନ
ସମୂଳେ ହୁଏ ମୋହମାନ। ମୋର ସ୍ୱରୂପ ବ୍ରହ୍ମ ସେହି, ସେବେଳେ ପ୍ରାପ୍ତ ହୁଅଇ। ବେଦାନ୍ତେ ସିଦ୍ଧି ଅଛି ହୋଇ, ବ୍ରହ୍ମବିଦ ବ୍ରହ୍ମତ୍ଵ ପାଇ। ଏସବୁ ଗୁଣ ହେ ଅର୍ଜୁନ, ଦେହର ଉତ୍ପତ୍ତି କାରଣ। ଜରା ମରଣ ଦୁଃଖ ମାନ, ସୁଖ ଭୋଗକୁ ବିନାଶିଣ। ଦେହିତା ବଳିଯାଏ ଯେବେ, ପୁଣି ନ ଜନମଇ ଭବେ। ଅର୍ଜୁନ ବାଚ ଅର୍ଜୁନ ବୋଲେ ନାରାୟଣ, ମୋତେ ତା ବୁଝାଅ ଆପଣ। ଯେଉଁମାନେ ସଦ୍ଗୁଣୀ ସେ ମଲେ ଊର୍ଦ୍ଧ୍ୱଗତି କରନ୍ତି, ରଜଗୁଣୀ ମଧ୍ୟସ୍ଥାନରେ ରହେ ଓ ତମଗୁଣୀ ଅଧୋଗତି ପାଏ। ଯେଉଁ ସମୟ ଦ୍ରଷ୍ଟା ଜ୍ଞାନ କରେ, ଗୁଣ ବ୍ୟତୀତ ଅନ୍ୟ ନାହିଁ, ଆତ୍ମା ତ ନିର୍ଗୁଣ, କିଏ କର୍ତ୍ତା ଏହା ବିବେକ ବୁଦ୍ଧି ବଳରେ ଚିନ୍ତା କରି ମୋର ବ୍ରହ୍ମସ୍ୱରୂପ ପ୍ରାପ୍ତ ହୁଏ। ହେ ଅର୍ଜୁନ, ଏସବୁ ଦେହୀର କାର୍ଯ୍ୟ। ଦେହୀ କାର୍ଯ୍ୟ ଦ୍ୱାରା ଜରାମରଣ ଅତିକ୍ରମ କରେ। ଅର୍ଜୁନ କହିଲେ, ହେ ହରି, ଯେ ଲୋକ ତ୍ରିଗୁଣକୁ ଛାଡ଼ିଦିଏ, ସେ କିପରି କାର୍ଯ୍ୟ ଓ ଆଚରଣ କରେ? ଛେଦନ କରେ ଯେ ତ୍ରିଗୁଣ, ବେହେ ସେ କିପରି ଲକ୍ଷଣ? କିପରି ଆଚରଣ କରେ, ତ୍ରିଗୁଣ କେଉଁ ଭାବେ ତରେ? ଶ୍ରୀ ଭଗବାନ ବାଚ ଆହେ ପାଣ୍ଡବ ଏବେ ଶୁଣ, କହୁଛି ତାହାର ବିଧାନ। ପ୍ରକାଶ ସତ ଗୁଣ କାର୍ଯ୍ୟ, ପ୍ରବୃତ୍ତି ରଜ ଗୁଣ କାର୍ଯ୍ୟ। ମୋହ ତମର କାର୍ଯ୍ୟ ହୋଇ, ପୂର୍ବେ ମୁଁ ତତେ କହିଛଇ। ଏ ତ୍ରୟ ଗୁଣ ଜାତ କର୍ମ, ଯେ କରେ ସ୍ୱପ୍ନ ପରିଜ୍ଞାନ। ତହିଁରେ ଶ୍ରଦ୍ଧା ନ କରଇ, ପୁଣି ତହିଁରେ ଦେଶ ନାହିଁ। ଏହାକୁ ଗୁଣାତୀତ କହି, ଆବର କହୁଛି ବୁଝାଇ। ଯେ ଭଲ ମନ୍ଦ ବିଷୟରେ, ନଥାଏ ତାହା ପୃଥକରେ। ତାହାଙ୍କୁ ଉଦାସୀନ କହି, ତ୍ରିଗୁଣାଧୀନ ସେ ନୁହଁଇ। ସୁଖାଦି ତ୍ରିଗୁଣ ଜନିତ, ନ କରେ ଯାକୁ ବିଚଳିତ। ତ୍ରିଗୁଣ ସଂସାର କାର୍ଯ୍ୟକୁ, ସାଧକ ଜାଣେ ଭାବକୁ। ଆତ୍ମା ତହିଁରେ କର୍ତ୍ତା ନୁହେଁ, ଯେ ନର ଏହା ଭାବିଥାଏ। ଏ ଭକ୍ତ ଲକ୍ଷଣେ ଲକ୍ଷିତ, ଜାଣିବ ଏହି ଗୁଣାତୀତ। ଯେ ସମ ସୁଖ ଦୁଃଖ ମଣେ, ସ୍ୱର୍ଣ୍ଣ ମୂର୍ତ୍ତିକା ଏକ ଜାଣେ। ସମାନ ପ୍ରିୟା ପ୍ରିୟ ଦେଖେ, ନିନ୍ଦା ପ୍ରଶଂସା ସମ ଲେଖେ। ଶ୍ରୀକୃଷ୍ଣ କହିଲେ, ହେ ଅର୍ଜୁନ, ସତ୍ୱଗୁଣର କାର୍ଯ୍ୟ ପ୍ରକାଶ, ପ୍ରବୃତ୍ତି। ରଜଗୁଣର କାର୍ଯ୍ୟ ମୋହ, ତମଗୁଣର କାର୍ଯ୍ୟ। ଏ ତିନିରେ ଯେ ଶ୍ରଦ୍ଧା କରେ ନାହିଁ, କି ଦେଶ ବି କରେ ନାହିଁ, ଏହାକୁ ଗୁଣାତୀତ କହନ୍ତି। ଭଲ ମନ୍ଦ, ସୁଖ ଦୁଃଖ, ଲୋଭ ମାୟା, ଏହାକୁ ଯେ ସ୍ଥାନ ଦିଏ ନାହିଁ, ସେହି ଲୋକ ଗୁଣାତୀତ ଭକ୍ତ। ଯେ ଦୁଃଖ ଓ ସୁଖକୁ ସମାନ ଜ୍ଞାନ କରେ, ସୁନା ଓ ଗୋଡ଼ିକୁ ସମାନ ଦେଖେ, ନିନ୍ଦା ଓ ପ୍ରଶଂସାକୁ ସମାନ ମଣେ, ଧୀର ଏବଂ ନିଜର ନିନ୍ଦା ଓ ପ୍ରଶଂସାରେ ସମାନ ଜ୍ଞାନୀ, ସେ ଗୁଣାତୀତ ଅଟନ୍ତି। ପୁଣି ତାହାର ବୁଦ୍ଧି ସ୍ଥିର, ଗୁଣାତୀତ ଯେ ସେହି ନର। ମାନପମାନ ଏକ ଯାର, ଶତ୍ରୁ ମିତ୍ର ସମାନ ତାର।
ସମସ୍ତ ଆଡ଼ମ୍ବରହୀନ ଗୁଣାତୀତ ସେ ନର ଜାଣ। ଅଟଳ ଭକ୍ତିରେ ଯେ ନର ସେବଇ ମୋହର ପୟର। ତ୍ରିଗୁଣ ଅତିକ୍ରମି ସେହି ମୁକ୍ତିରେ ଭାଜନ ହୁଅଇ। ମତହୁଁ ବ୍ରହ୍ମ ନୁହେଁ ଭିନ୍ନ ବ୍ରହ୍ମ ପ୍ରତିମା ମୋତେ ଜାଣ। ସୂର୍ଯ୍ୟର ଯେତେକ କିରଣ ଏକତ୍ରେ ସେ ସୂର୍ଯ୍ୟ ପ୍ରମାଣ। ସୂର୍ଯ୍ୟ କିରଣ ଏକ ଜାଣ ସ୍ୱଗୁଣ ନିର୍ଗୁଣେ ମୁଁ ବ୍ରହ୍ମ। ମୁଁ ନିତ୍ୟ ଯୁକ୍ତ ମୋକ୍ଷଦାତା ଅକ୍ଷୟ ଧର୍ମ ମୋ ପ୍ରତିଷ୍ଠା। ତେଣୁ ମୁଁ ଶୁଦ୍ଧ ସତ୍ୟ ରୂପୀ ଅକ୍ଷୟ ସୁଖ ସୀମା ବ୍ୟାପୀ। ଏଭାବେ ଭଜେ ସେ ଏକାନ୍ତେ ବ୍ରହ୍ମତ୍ୱ ଲଭଇ ନିଶ୍ଚିନ୍ତେ। ଯେ ମତେ ଭକତି କରନ୍ତି ତ୍ରିଗୁଣ ମାୟାରୁ ତରନ୍ତି। ଯାହାର ପ୍ରିୟ ଅପ୍ରିୟ କିଛି ନଥାଏ, ଶତ୍ରୁ ଓ ମିତ୍ରଙ୍କୁ ସମାନ ଭାବରେ ଦେଖେ, ସେ ଆଡ଼ମ୍ବରହୀନ ଗୁଣାତୀତ ଭକ୍ତ ଅଟେ। ଯେ ଅନ୍ୟ ଆଡ଼େ ମନ ନ ଦେଇ ଅଟଳ ଭକ୍ତିରେ ମୋତେ ଭକ୍ତି କରେ, ସେ ତ୍ରିଗୁଣାତୀତ ଭକ୍ତ ମୁକ୍ତି ପାଏ। ବ୍ରହ୍ମ ଯେ ମୁହିଁ, ସେ ମୁଁ ମୋକ୍ଷଜାତ ସଗୁଣ ନିର୍ଗୁଣ ବ୍ରହ୍ମ ମୁଁ ଶୁଦ୍ଧ ସତ୍ୟ ରୂପୀ। ଯେ ଏ ଭାବରେ ଭଜେ ସେ ଭକ୍ତ ମୋତେ ପାଏ। ଇତି ଶ୍ରୀମହାଭାରତେ ଶତସହସ୍ରାଂ ସଂହିତାୟାଂ ବୟାସିକ୍ୟାଂ ଭୀଷ୍ମପର୍ବଣି ଶ୍ରୀଭଗବଦ୍ଗୀତାସୁପନିଷତ୍ସୁ ବ୍ରହ୍ମବିଦ୍ୟାୟାଂ ଯୋଗଶାସ୍ତ୍ରେ ଶ୍ରୀକୃଷ୍ଣାର୍ଜୁନ ସମ୍ବାଦେ ଗୁଣତ୍ରୟ ବିଭାଗ ଯୋଗ ନାମ ଚତୁର୍ଦ୍ଦଶୋऽଧ୍ୟାୟ।